ଅଧିକ ଦିନ ଯୁଦ୍ଧ ଲାଗିଲେ ଭାରତରେ ଖରିଫ ଋତୁରେ ସାର ଯୋଗାଣ ଗୁରୁତର ହୋଇପାରେ। ସାଧାରଣତଃ ପଶ୍ଚିମ ଏସିଆରୁ ସାର ଭାରତକୁ ଆସିଥାଏ, କିନ୍ତୁ ସେଠାରେ ଏବେ ଯୁଦ୍ଧ କାରଣରୁ ଅଧିକାଂଶ ସାର କାରଖାନା ବନ୍ଦ ରହିଛି। ଏଣୁ ଭାରତରେ ସାର ଯୋଗାଣକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ସାର ଓ ପେଟ୍ରୋକେମିକାଲ ଶିଳ୍ପ ପାଇଁ ଅଧିକାଂଶ କଞ୍ଚାମାଲ ମଧ୍ୟପ୍ରାଚ୍ୟରୁ ଭାରତକୁ ଆସିଥାଏ। ପ୍ରାକୃତିକ ଗ୍ୟାସ୍ ଦର ଉପରେ ଭାରତୀୟ ସାର ଶିଳ୍ପର ଉତ୍ପାଦକତା ନିର୍ଭର କରିଥାଏ, କିନ୍ତୁ ଏବେ ପ୍ରାକୃତିକ ଗ୍ୟାସର ମୂଲ୍ୟ ବିଶ୍ୱ ବଜାରରେ ବୃଦ୍ଧି ପାଇଛି। ଯୁଦ୍ଧ ଲମ୍ବା ସମୟ ଜାରି ରହିଲେ ଘରୋଇ ବଜାରରୁ ମଧ୍ୟ ସାର ଯୋଗାଣ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଛି। ଏବେ କତରରୁ ପ୍ରାକୃତିକ ଗ୍ୟାସ୍ LNG ରପ୍ତାନି ହ୍ରାସ କରାଯାଇଥିବାରୁ ଦେଶ ଭିତରେ ଥିବା ସାର କାରଖାନା ଗୁଡ଼ିକରେ ୟୁରିଆ ଉତ୍ପାଦନ ହ୍ରାସ ପାଉଛି। ଖରିଫ ଋତୁ ଆରମ୍ଭ ପୂର୍ବରୁ ଯୋଗାଣରେ ଏହିଭଳି ବ୍ୟାଘାତ ଭାରତୀୟ କୃଷି ଉତ୍ପାଦନକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।